ଚିନ୍ତା କରିବି। ହେଲେ ଏଇ କଥାଟା ବହୁତ ମୋତେ ଆଗକୁ ଯିବା ପୂର୍ବରୁ ମୋତେ ସବୁ ଜାଣିବାକୁ ପଡ଼ିବ। କି କଥା କହୁଛନ୍ତି ସାରେ? ଆପଣ କଣ ମୋ କଥାକୁ ଅବିଶ୍ୱାସ କରୁଛନ୍ତି? ନାଇଁ ନମ, ମୁଁ ତମ କଥାକୁ ଅବିଶ୍ୱାସ କରୁନି। ହେଲେ ଏଇ ପ୍ରତାପ ପଟ୍ଟନାୟକର ପୁଅ ହୋଇ ଚିନୁ ଗୋଟେ ଗରିବ ଛୋଟ ଲୋକ ଦୀନା ଦାସ ଝିଅକୁ ବାହା ହେବ ବୋଲି ଠିକ। ହେଲେ ସେ ଭୁଲ କରିଛ ନମ। ଆଉ ଯଦି ଯୁବକ ହିସାବରେ ରୋମାନ୍ସ କରିବାକୁ ଚାହୁଁଛି ତାହେଲେ ସେ ଠିକ କରିଛି। କି କଥା କହୁଛନ୍ତି ସାର୍? ଏ ଚିନୁ ବାବୁ ପରା ଭଲ ପାଇକି ମନ୍ଦିରରେ ବାହା ହେବା ପାଇଁ ଶପଥ କରିଛନ୍ତି। ମୁଁ ସେଇ ବାହାଘର କେବେ ବି କରେଇ ଦେବିନି। ମୋ ପୁଅର ବାହାଘର ସେଇଠି ହେବ ଯୋଉଠି ପ୍ରତାପ ପଟ୍ଟନାୟକ ଠିକ କରିବ। କଟକର ବିଶିଷ୍ଟ ଶିଳ୍ପପତି ଅରବିନ୍ଦ ସାମନ୍ତରାୟଙ୍କ ଏକମାତ୍ର ଝିଅ ସୁମିତ୍ରା ସହିତ ହେବ। ଆଉ ତା ପ୍ରତି ବଦଳରେ ପାଇବି ମୁଁ ପୁଳା ପୁଳା ଟଙ୍କା। ଗରିବଟାକୁ କାହିଁକି ଡକେଇଥିଲେ? ଦିନା, ଏଇ ପଟ୍ଟନାୟକ ବଂଶର ଗୋଟେ ଆଧିପତ୍ୟ ଅଛି, ଗୋଟେ ପରମ୍ପରା ବି ଅଛି। ମୋ ଘରେ ବନ୍ଧା ହେଇଥିବା କୁକୁର ଆଉ ତା ତଳେ ପାଦ ପକେଇଥିବା ତାର ବି ଇଜ୍ଜତ ଅଛି। ହେଲେ ତୋ ଭଳି ଗୋଟେ ଛୋଟ ଲୋକର ନାହିଁ। ବାମନ ହେଇ ଚନ୍ଦ୍ରକୁ ହାତ ବଢ଼ାଇବାକୁ ଚେଷ୍ଟା କରନା। ତୁ ଜାଣିଛୁ ମୁଁ ଇଚ୍ଛା କଲେ ତୋ ଗଣ୍ଡିରୁ ମୁଣ୍ଡଟାକୁ ଅଲଗା କରିବି। ଆପଣ କଣ କହିଲେ ମୁଁ କିଛି ବୁଝିପାରୁନି। ଆରେ ଦିନା, ତୁ କିଛି ବୁଝିପାରୁନୁ। ତୋର ଦୋଷ କୋଉଠି ଅଛି ତୁ ଜାଣିପାରୁନୁ। ଶ୍ୱଶୁର ପୁଅ ଅତଣା ଚାଉଳ ଭାତ ଖାଉଛି ତ ବହୁତ କରିବନି। ସରକାର ସୁଯୋଗ ନେଇ ଆପଣଙ୍କ ମନକୁ ଯାହା ଆସିବ ତାହା କହିବେ। ହେଲେ ମୁଁ ପଚାରୁଛି ମୋ ଦୋଷ କଣ? ତୋର ଦୋଷ ଏଇଆ ଯେ ତୋ ଝିଅ ଚିନୁ ବାବୁକୁ ଭଲ ପାଇ ପଟ୍ଟନାୟକ ଘରର ବୋହୂ ହବାକୁ ବସି। ଏଇ ପରିପ୍ରେକ୍ଷୀରେ ତୁ ଶଳାଟି ସେ ଦି ଜଣ ଯାକକୁ ପ୍ରଶ୍ରୟ ଦଉ। ବାବୁ, ଆରେ ଖାଲି ସେତିକି ନୁହଁ। ମୋ ପୁଅରି ଟଙ୍କାରେ ତୋ ଘର ଚଳୁଛି। ମୋ ପୁଅରି ଟଙ୍କାରେ ତୁ ତ ଔଷଧ କିଣୁଛୁ। ଆରେ ତୋର ସେଟା ଘର ନା ଗୋଟେ ବେଶ୍ୟା ପଡା? ଆରେ ଟଙ୍କା ଯଦି ଦରକାର ହେଲା ଏଇ ପ୍ରତାପ ପଟ୍ଟନାୟକକୁ ମାଗିଲୁନି, ମୁଁ ଦେଇଥାନ୍ତି। ମୋ ପୁଅ ଠାରୁ ନେବା ତୋର କଣ ଦରକାର ଥିଲା ବା? କି କଥା କହୁଛନ୍ତି ସାର୍? ଆପଣ କିଛି ବୁଝିପାରୁନାହାନ୍ତି। ଗୋଟିଏ ଗୁଳିରେ ଦିଟା ଶିକାର। ଘର ଚଳିବ, ଝିଅ ବାହାଘର ହବ। ଖାଲି କଣ ସେତିକି କର ଆଜ୍ଞା? ତା ବଡ ଝିଅ ଆପଣଙ୍କ ଭଣଜା ସହିତ ହେଇ ହେଇ ନାରେ ନାରେ ହେଇ ଆପଣଙ୍କ ଘରଟାକୁ ପରା ଦେବାଳିଆ କରି ସାଇଲେ। ଏ ସାରା ଛୋଟ ଲୋକ ଗୁଡାକ କଣ କରିଥାନ୍ତେ? ମୋ ସମ୍ଭବ କଥାବାର୍ତ୍ତା କର। କିଏ ଛୋଟ? ମୁଁ ଆରେ ଯୋଉ ଲୋକଟା କେଇଟା ଟଙ୍କା ପାଇଁ ନିଜ ଝିଅର ଦେହକୁ ବିକ୍ରି କରିବା ସେଇଟାକୁ ଛୋଟ କହିବୁ ତ ଆଉ କଣ କହିବୁ? ବନ୍ଦ କରନ୍ତୁ ବାବୁ, ବନ୍ଦ କରନ୍ତୁ। ଆପଣଙ୍କୁ ସେ କରୁଛନ୍ତି କହିପାରିବେ ବାବୁ? ବଡ ଲୋକର ମାନେ କଣ? ମଣିଷକୁ ଟଙ୍କା দিয়ে ବଡ କରେନି ବାବୁ। ମଣିଷକୁ ବଡ କରେ ତାର ସ୍ୱାଭିମାନ। ମୁଁ ଗରିବ ସତ, ହେଲେ ଗୋଟେ ମଣିଷ ହେବା ପାଇଁ ଯୋଉ ସ୍ୱାଭିମାନ ଟିକକ ଦରକାର ସେଇଟା ବିନା ଦାସ ପାଖରେ ଅଛି ବାବୁ, ଯୋଉଟା କି ଆପଣଙ୍କ ପାଖରେ ନାହିଁ। ମୋ ଝିଅ ଆପଣଙ୍କ ଘରକୁ ଯାଉନି, ଆପଣଙ୍କ ପୁଅ ମୋ ଘରକୁ ଆସୁଛି। ମୋ ପୁଅ ମୋ ଝିଅ ଆପଣଙ୍କ ପୁଅକୁ ଭଲ ପାଉନି, ଆପଣଙ୍କ ପୁଅ ମଧ୍ୟ ମୋ ଝିଅକୁ ଭଲ ପାଉନି। ଦିନା, ଶେଷ ଥର ପାଇଁ ମୋ କଥା କାନ ଖୋଲି ଶୁଣିଲ। ତୋ ଝିଅ ଯଦି ମୋ ପୁଅ ସହିତ ଆଉ ମିଶେ ତ ବଞ୍ଚିବା ମୁସ୍କିଲ କରିଦେବି। ଏଇ ପରିପ୍ରେକ୍ଷୀରେ ମୁଁ ଦେଖୁଛି ତୋର ତ କମ ସାହସ ନୁହଁ। ବାବୁ ବାବୁ ଆକାଶ ଗରମ ପାଣିରେ ଘର ପଡ଼ିନି ବାବୁ, ତାର କରିବାନୁସାରେ କେହି ଛୋଟ ହୁଏନି। ଆକାଶକୁ ଛେପ ପକେଇଲେ ଛେପଟା ଆକାଶରେ ପଡ଼େନି ବାବୁ, ବରଂ ପକଉଥିବା ଲୋକଟା ଉପରେ ପଡ଼େ। କାହିଁକିନା ଆକାଶ ବହୁତ
କ୍ଷେତ କରୁଥିବା ଲୋକ ରହୁଥିବେ ଦିନ ଆଜ୍ଞା ବାହାନା ହେଉଛି ଗୋଟେ ନିର୍ବିକାର ଅହଙ୍କାର ଶୂନ୍ୟ ପୁରୁଷତ୍ୱର ଭିତ୍ତିଭୂମି ଉପରେ ବଞ୍ଚେଇଛି ତ ଆସୁଛି ବାବୁ ହେଲେ ଗଲାବେଳେ ଗୋଟିଏ କଥା କହି ଯାଇଯାଉଛି ମୋ ଝିଅକୁ ବାହା ନ ଯାଇପାରି ପଣ୍ଡିତ ଲୋହକୁ ବିକି ଦେବି କଥା ଆପଣଙ୍କ ପୁଅ ସହ କେବେ ମିଶିବାକୁ ଦେବିନି ଆସୁଛି ବାବୁ ଆସୁଛି ଓହୋ ଚିନୁ ବାବୁ ତମେ କାହିଁକି ବ୍ୟସ୍ତ ହଉଛ କହିଲ ଏ ସେ ଗରିବ ଲୋକଟା ଆସିଥିଲା ଏ କଣ ଟିକେ ମାଗୁଥିଲା ଆମ ସାରେ କଣ ପଦେ ବିପଦ କହିଦେଲେ ତ ସେଇଥିପାଇଁ କାନ୍ଦି କାନ୍ଦି ଯାଉଛି ଆଉ କଣ ହଁ ହଉ ଠିକ ଅଛି ସାର୍ ଚିନୁ ତୋ ସହିତ ମୋର କିଛି କଥା ଅଛି ମୋ ସହିତ କି କଥା ଅଛି କୁହନ୍ତୁ ତୋ ବାହାଘର ମୁଁ ଠିକ କରିଛି ମୋ ବାହାଘର ହଠାତ୍ ଏମିତି ଆରେ ତୋ ବୋଉ ଚାଲିଗଲା ଦିନ ଠାରୁ ଏ ଘରୁ ଯେମିତି କୌଣସି ଗୋଟେ ଜିନିଷ ହଜି ଯାଇଛି ଆଉ ସେଇଥିପାଇଁ ମୁଁ ତୋ ବାହାଘର ଠିକ କରିଛି ଆଏ ଘରୁ ଗୋଟେ ବୋହୂ ଆସିଲେ ଅନ୍ତତଃ ମୋ ଆତ୍ମାଟା ଶାନ୍ତିରେ ଟିକେ ରହିବ ଆବାର କରିଲେ ତୋ ବୋଉର ଆତ୍ମା ବି ଶାନ୍ତିରେ ରହିବ ଏଇ ପରିପ୍ରେକ୍ଷୀରେ ସାରଙ୍କ ଆଖିକୁ ପରା ନିଦ ନାହିଁ ତମେ ଚୁପ ତମେ କଣ ମୋ ଡାଡିଙ୍କ ପାଟି ଆମ ବାପା ପୁଅଙ୍କ ଭିତରେ କଥା ପୁରେଇବ ତମେ କିଏ ଓହୋ ଚିନୁ ବାବୁ ଏଇ ପରିପ୍ରେକ୍ଷୀରେ ଯଦି ଭଲ କହି ଭୁଲ ହେଲା ଚିନୁ ବାବୁ ମୁଁ ଆଉ ଜମା ପାଟି କରିବିନି ଶୁଣୁନ ମୁଁ ସେମିତିଆ ଲୋକ ନୁହଁ ସେଠି ଉପରେ ପଡ଼ିକି କଥାବାର୍ତ୍ତା ଚିନୁ ଏଇ ଘରୁ ହଜିଟା ସୁଖ ଶାନ୍ତିକୁ ଫେରାଇ ଆଣିବାକୁ ଯାଇ ମୁଁ ତୋର ବାହାଘର କଟକର ବିଶିଷ୍ଟ ଶିଳ୍ପପତି ଅରବିନ୍ଦ ସାମନ୍ତରାୟଙ୍କ ଏକମାତ୍ର ଝିଅ ସୁନିତା ସହିତ ଠିକ କରୁଛି ଆଉ ତାକୁ ମଧ୍ୟ କଥା ଦେଇଛି ଏଇ ଜୁନ ମାସରେ ତାଙ୍କ ଝିଅ ସହିତ ତୋର ବାହାଘର ହବ ଏ ଚିନୁ ବାବୁ ଏଇ ପରିପ୍ରେକ୍ଷୀରେ ନୁହଁ କି ଯୌତୁକ ଫୁଲ ଦେବେ ଅନୁନ ଏଇ କଣ୍ଟିଲକୁ ସିଂହ ଆଇନ ଆସୁନଥିଲା ଏଇ ଯୋଉ ଚାଟୁ ବାଲା ପିଉଛୁ ତାର ଗୋଟେ ଧଳା ଫର୍ଚୁନର ନାହିଁ ହେଇଟା ଦେବେ ଆଉ ଅନୁନ এইটা মোটা লম্বা লম্বা সোনা চেন দেবে চিনু সারা গল গলিয়া পাটিটা কোন মোর চুপ রহুছি সারা এটি চিনু বাবু কান্ন মুড়ি হଉଛି চাকুড়া খাই ହଉଛି ଆଉ ଜମା ପାଟି ଚିନୁ ତୋର ଏ ବାହାଘର ମତଟା କଣ କହିଲୁ ଏ ସାରେ এই ভଳିଆ ପ୍ରସ୍ତାବରେ କିଏ ଅରାଜି ହେଲାଣି ନା ଆମ ଚିନୁ ବାବୁ ଅରାଜି ହେବେ ଅନାମ ଏ ଯେତେ କହିଲେ ଗଲଗଲିଆ ପାଟିଟା ଫିଟା ନା ଫିଟେଇ ରହୁଛି ଏଇ ବାବୁ ଆରେ ମୁଁ ତତେ ପଚାରୁଛି ପରା ତୋର ଏ ବାହାଘର ମତଟା କଣ ନା ଡାଡି ତୁ ଏ ବାହାଘରେ ରାଜି ନୁହଁ ରାଜି ନୁହଁ ହେଲେ କାହିଁକି ବାହାବାକୁ ତୋର ବୟସ ହେଇନି ନା ତୋର ଇଚ୍ଛା ନାହିଁ କି ସେ ଦିନ ଦଶ ଯୋଉ ତୋ ମୁଣ୍ଡଟାକୁ ଖରାପ କରିଯାଇଛି କଥାଟା ଯଦି ଆକୁରେଟ ସେୟା ହୋଇଥାଏ ତୁ ତାହେଲେ ଭୁଲ ବାଟରେ ଯାଉଛୁ ମୁଁ ସେଇ ବାହାଘର କେବେ ବି କରେଇଦେବି ଚିନୁ ବାବୁ କଣ ତମର ହେଇଯିବ ଅନାମ ତମେ ଏମିତି କାହିଁକି ପାଟି କରୁଛ କହିଲ ରାଜି ହେଇଯାଉନ ରାଜି ହଉନ ନା ନା ଏ ବାହାଘରେ ଜମା ବି ରାଜି ନୁହଁ ତୁ ତାର ମୋ ଶେଷ କଥା ଶୁଣିବ ତୁ ଯଦି ସେ ଦିନ ଝିଅକୁ ବାହା ହଉ ମୁଁ ତତେ ତ୍ୟାଗପୁତ୍ର କରିବି ମୋ ଘର ସଦର ଦରଜା ତୋ ପାଇଁ ବନ୍ଦ ହେଇଯିବ ଏଇ ଯାଉ ବସ ମୋର ସବୁ ସମ୍ପତ୍ତିରୁ ତତେ ଚିନି କୋଉଠି ବି ଦେବି କିଛି ଦରକାର ନାହିଁ ଆପଣଙ୍କର ସେ ସବୁ ସମ୍ପତ୍ତି ମୋ ପାଇଁ ମୋ ପ୍ରେମ ବଡ଼ ମୋ ପାଇଁ ମୋ କଥା ବଡ଼ ତୁ ମୋ କଥାରେ ଅବାଧ୍ୟ ହବୁ ଆପଣ ଅବାଧ୍ୟ ହେବା ପାଇଁ ମତେ ବାଧ୍ୟ କରୁଛନ୍ତି ଡାଡି ଆପଣ ଏ ଘରୁ ହଜିଯାଇଥିବା ସୁଖଶାଲି ଫେରି ଆଣିବା ପାଇଁ ମୋ ବାହାଘର କରୁଛନ୍ତି ନା ଆରେ ହଁ କେବଳ ସେଇଥିପାଇଁ ମୁଁ ତ ବାହାଘର ଠିକ କରିଛି ତାହେଲେ ଉଷା କଣ ଏଇ ଘରକୁ ବାହା ହେଇ ଆସିଲେ ସେ ସୁଖ ଶାନ୍ତି କଣ ଫେରେଇ ଆଣିପାରିବନି ନାଇଁ
ଗୋଟେ ଗରିବ ଛୋଟ ଲୋକର ଝିଅ ଏ ପଟ୍ଟନାୟକ ବଂଶର ବୋହୂ ହେଇପାରିବ? କଣ କହିଲ? ବିନା ବଂଶକୁ ଛୋଟ କହିବା ତମେ ଥରେ ଭାବିନିଅ ତମର ସେ ପଛ କଥା। କଣ ଥିଲା ତମର? ଚିନୁ, ତୁ ମତେ ଥଟ୍ଟା କରୁଛୁ? ଆପଣ ମତେ ଥଟ୍ଟା କରିବା ପାଇଁ ବାଧ୍ୟ କରୁଛନ୍ତି କି? ତୁ ବି ମୋ ଶେଷ କଥା ଶୁଣିବ। ତୁ ଯଦି ସେ ଦିନ ଦାସକୁ ବାହା ହଉ, ମୁଁ ତୋତେ ତେଜପୁତ୍ର କରିବା ସହିତ ଏ ଘରୁ ବିତାଡ଼ିତ କରିଦେବି। ଆପଣ ବି ମନେ ରଖିବା ଉଚିତ ଡାଡି। ବାହାଘରଟା ଆପଣଙ୍କର ହଉନି, ବରଂ ହବ ମୋର। ଆସୁଛି ଡାଡି। এই পরিপ্রেক্ষিতে মুলু মাইলে জীব সারি দেবক সঙ্গে কিম্পা করি ତୁ ଏଇ ବାହାଘର କେବେ ବି କରେଇ ଦେବିନି। ମୁଁ ଟିକେ ଅନଲାଇନରେ ଥା। ତୋ ପ୍ରୋଫାଇଲ ଡିପି ଯେ ସବୁବେଳେ ଦେଖେ ସେ ହଉଛି ମିଷ୍ଟର ପିକେ।